ଠାରୁ ଭଗବାନଙ୍କର ହୋଲି ଲୀଳା ଆରମ୍ଭ ହୁଏ। ଫଗୁ ଦଶମୀରୁ ଆରମ୍ଭ କରି ଗୌର ପୂର୍ଣ୍ଣିମା ପର୍ଯ୍ୟନ୍ତ ଫାଲ୍ଗୁନ ପୂର୍ଣ୍ଣିମା ପର୍ଯ୍ୟନ୍ତ ମହାପ୍ରଭୁଙ୍କର ହୋଲି ଲୀଳା ଆରମ୍ଭ ହୁଏ। ଫଗୁ ଲୀଳା ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁ ଏହି ସମୟକୁ ଆଶ୍ରୟ କରି ଭଗବାନଙ୍କର ଅନନ୍ତ କୋଟି ଲୀଳା ବିଳାସରେ ପରିପୂର୍ଣ୍ଣ କ୍ଷେତ୍ର ମାନଙ୍କ ମଧ୍ୟରେ ଶ୍ରୀଧାମ ନବଦ୍ୱୀପର ଅନ୍ତର୍ଦ୍ୱୀପର ଅନ୍ତର୍ଭୁକ୍ତ ଶ୍ରୀଧାମ ମାୟାପୁରରେ ଚୈତନ୍ୟ ମହାପ୍ରଭୁ ଅବତୀର୍ଣ୍ଣ ହେଇଥିଲେ। ଅନ୍ତରଦ୍ୱୀପ ମାନେ ଅନ୍ତରର ବେଦନାକୁ ପରିପ୍ରକାଶ କରିବା ପାଇଁ, ଅନ୍ତରର ଅଭିଳାଷକୁ ପରିପୂର୍ଣ୍ଣ କରିବା ପାଇଁ ସ୍ଥାନର ବହୁତ ମହିମା ରହିଛି। ସବୁ ସ୍ଥାନରେ ସବୁ କାମ କରି ହୁଏ ନାହିଁ। ସେଇ ପ୍ରକାର ସମସ୍ତ ଅଭିଳାଷକୁ ସମସ୍ତ ସ୍ଥାନରେ ପରିପୂର୍ଣ୍ଣ କରି ହୁଏ ନାହିଁ। ସେଇ ଅନ୍ତରଙ୍ଗ ଅଭିଳାଷକୁ ପରିପୂର୍ଣ୍ଣ କରିବା ପାଇଁ ହେଲେ ଅନ୍ତରଙ୍ଗ ସ୍ଥାନର ଆବଶ୍ୟକତା ରହିଛି। ଅନ୍ତର୍ଦ୍ୱୀପ ଭଳି ଏକ ସ୍ଥାନ, ଯେଉଁ ସ୍ଥାନରେ ମହାପ୍ରଭୁ ନିଜର ଅଭିଷ୍ଟ ପୂରଣ କରିବା ପାଇଁ ପ୍ରକଟିତ ହେଲେ। ନିମ୍ବ ଗଛ ମୂଳେ ଭଗବାନ ଚୈତନ୍ୟ ମହାପ୍ରଭୁ ପ୍ରକଟିତ ହେଇଥିଲେ ବୋଲି ତାଙ୍କର ନାମ ଦିଆଗଲା ନିମାଇ। ସେଇ ନିମ୍ବ ଗଛ ପର ମୁହୂର୍ତ୍ତରେ ଯେତେବେଳେ ବିଷ୍ଣୁପ୍ରିୟାଙ୍କର ବିରହ ବଢିବାକୁ ଲାଗିଲା, ଚୈତନ୍ୟ ମହାପ୍ରଭୁଙ୍କର ଅନ୍ତର୍ଧ୍ୟାନ ପରେ ତାଙ୍କର ବିରହରେ ଏତେ ବିରହାନ୍ୱିତ ହେଇଗଲେ, ଭଗବାନ ଚୈତନ୍ୟ ମହାପ୍ରଭୁ ମଧ୍ୟ ବିଷ୍ଣୁପ୍ରିୟାଙ୍କର ବିରହକୁ ସହନ କରିପାରିଲେ ନାହିଁ। ସେଇ ବିରହ ବିଚ୍ଛେଦକୁ ନଷ୍ଟ କରିବା ପାଇଁ ଚୈତନ୍ୟ ମହାପ୍ରଭୁ ନିଜେ ବିଷ୍ଣୁପ୍ରିୟାଙ୍କୁ ଆଦେଶ କଲେ ଯେ ମୁଁ ଯେଉଁ ନିମ୍ବ ଗଛ ମୂଳେ ଜନ୍ମ ଗ୍ରହଣ କରିଥିଲି, ସେଇ ନିମ୍ବ ଗଛ ମାଧ୍ୟମରେ ତୁମେ ଏକ ମୋର ପ୍ରତିମୂର୍ତ୍ତି ବିଗ୍ରହ ବନାଅ। ବିଗ୍ରହର ସେବା ପୂଜାରେ ରହିଲେ ତୁମର ଆଉ ବିରହ ସୃଷ୍ଟି ହବ ନାହିଁ। ମହାପ୍ରଭୁଙ୍କର ଆଦେଶ କ୍ରମେ ଏହି ନିମ ଗଛ ମାଧ୍ୟମ କରି ବିଷ୍ଣୁପ୍ରିୟା ଏକ ସୁନ୍ଦର ମୂର୍ତ୍ତି ନିର୍ମାଣ କଲେ, ଯାହାକୁ ଆମେ ଧାମେଶ୍ୱର ବୋଲି କହୁ। ଧାମେଶ୍ୱର ଚୈତନ୍ୟ ମହାପ୍ରଭୁ ସେଇ ବିଗ୍ରହ ଅଦ୍ୟାବଧି ନବଦ୍ୱୀପରେ ବିରାଜମାନ ଅଛନ୍ତି। କିନ୍ତୁ ଭଗବାନଙ୍କର ସେବା ପୂଜା ବିଷ୍ଣୁପ୍ରିୟାଙ୍କର ଦ୍ୱାରା ସବୁ ସମୟରେ ସମ୍ଭବ ହେଇପାରିଲା ନାହିଁ। କାରଣ ସେବା ପୂଜା ଆଦି ସ୍ୱାଭାବିକ ଭାବରେ ବାହ୍ୟ ଦଶାରେ ହେଇଥାଏ। ଅନ୍ତର୍ଦଶାରେ ପ୍ରବେଶ କରୁଥିବା ସାଧକ ମାନଙ୍କ ଦ୍ୱାରା ସେବା ପୂଜା ପ୍ରାୟତଃ ସମ୍ଭବ ହେଇପାରେ ନାହିଁ। ବିଷ୍ଣୁପ୍ରିୟାଙ୍କର ସେଇ ଦଶା ଆଉ ନଥିଲା। ସେ ଅନେକ ଊର୍ଦ୍ଧ୍ୱକୁ ଚାଲି ଯାଇଥିଲେ, ତେଣୁ ସେ ସେବା ପୂଜା ଆଉ କରିପାରିଲେ ନାହିଁ। ନିଜର ଭାଇଙ୍କର ପୁତ୍ରକୁ ସେ ବିଗ୍ରହ ସେବା ପ୍ରଦାନ କରିଦେଲେ। ତେଣୁ ଯେଉଁ ନିମ ଗଛ ମୂଳେ ଭଗବାନ ଜନ୍ମ ଗ୍ରହଣ କରିଥିଲେ, ଅଦ୍ୟାବଧି ସେଇ ସ୍ଥାନ ବର୍ତ୍ତମାନ ସୁଦ୍ଧା ବିରାଜମାନ, କିନ୍ତୁ ନୂତନ ନିମ ଗଛ ଦ୍ୱାରା, କାରଣ ପୁରାତନ ନିମ ଗଛ ଦ୍ୱାରା ବିଗ୍ରହ ନିର୍ମିତ ହେଇସାରିଛନ୍ତି। ସେଇ ବିଗ୍ରହ ଆଜି ନବଦ୍ୱୀପ ଧାମରେ ବିରାଜମାନ କରିଛନ୍ତି ଏବଂ ସେଇ ବିଗ୍ରହ ଦର୍ଶନ କରି ସ୍ୱୟଂ ବିଷ୍ଣୁପ୍ରିୟା ବିମୋହିତ ହେଇଯାଇଥିଲେ। ତାଙ୍କର ମୁଖାର ବିନ୍ଦ ଭଗବାନଙ୍କର ମୁଖାର ବିନ୍ଦ ମଧ୍ୟରେ ଅଭିନ୍ନତା ଥିଲା। ସାକ୍ଷାତ ରୂପ
ରୂପରେ ସେ ଚୈତନ୍ୟ ମହାପ୍ରଭୁଙ୍କର ସ୍ୱରୂପକୁ ଆସ୍ୱାଦନ କରିପାରୁଥିଲେ। ସେ ବିଗ୍ରହ ମାଧ୍ୟମରେ ପର ମୁହୂର୍ତ୍ତରେ ଯେତେବେଳେ ଧୀରେ ଧୀରେ ବିପ୍ଳବ ଦଶା ବଢିବାକୁ ଲାଗିଲା, ବିଷ୍ଣୁ ପ୍ରିୟା ଏଇ ଗୌର ପୂର୍ଣ୍ଣିମା କହିଲେ ଫାଲ୍ଗୁନ ପୂର୍ଣ୍ଣିମାକୁ ଗୌର ପୂର୍ଣ୍ଣିମା କୁହାଯାଏ। ଫାଲ୍ଗୁନ ପୂର୍ଣ୍ଣିମାକୁ ଗୌର ପୂର୍ଣ୍ଣିମା କାହିଁକି କୁହାଯାଏ? କାରଣ ଫାଲ୍ଗୁନ ପୂର୍ଣ୍ଣିମାକୁ ଆଶ୍ରୟ କରି ସ୍ୱୟଂ ଚୈତନ୍ୟ ମହାପ୍ରଭୁ ଏ ଜଗତରେ ପ୍ରକଟିତ ହେଇଥିଲେ। ସେଥିପାଇଁ ଆମେ ଯେ ପ୍ରକାର ଜନ୍ମାଷ୍ଟମୀ ବୋଲି କହୁଛେ, ରାଧା ଅଷ୍ଟମୀ ବୋଲି କହୁଛେ, ସେ ପ୍ରକାର ଗୌର ପୂର୍ଣ୍ଣିମାରେ ଗୌରାଙ୍ଗ ମହାପ୍ରଭୁ ପ୍ରକଟ ହେଇଥିଲେ ବୋଲି ଗୌର ପୂର୍ଣ୍ଣିମା ବୋଲି କୁହାଯାଏ। ସ୍ୱାଭାବିକ ରୂପରେ ଶ୍ରୀ ପଞ୍ଚମୀ ଠାରୁ ଆରମ୍ଭ କରି ଗୌର ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ସମୁଦାୟ 40 ଦିନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଦିନ ଗୁଡିକ ସବୁ। ଏହି ସମସ୍ତ ଦିନରେ ଯୋଉମାନେ ସାଧନା ଆଦି କରନ୍ତି ସେମାନେ ସିଦ୍ଧି ଦଶାକୁ ପ୍ରାପ୍ତ କରିଥାନ୍ତି। ତେଣୁ ଏଇ 40 ଦିନ ସର୍ବମୋଟ 40 ଦିନ ମଧ୍ୟରେ ଯୋଉମାନେ ଅନୁଷ୍ଠାନ ଆଦି କରନ୍ତି ନିଷ୍ଠା ସହକାରେ, ନିୟମ ସହକାରେ, ପୁରସ୍କରଣ ପୂର୍ବକ, ସେମାନେ ସେଥିରେ ସିଦ୍ଧି ଲାଭ କରନ୍ତି। କାରଣ ଏଇ 40 ଦିନ ସମ୍ପୂର୍ଣ୍ଣ କାଳଖଣ୍ଡର ଏକ ସ୍ୱତନ୍ତ୍ର ବ୍ୟବସ୍ଥା। ଏଇ 40 ଦିନ ମଧ୍ୟରେ 40 ଦିନକୁ ଯୋଉମାନେ ଆଶ୍ରୟ କରନ୍ତି ସେମାନେ ସହଜରେ ସ୍ୱାଭାବିକ ରୂପରେ ସିଦ୍ଧି ଅବସ୍ଥାକୁ ପ୍ରାପ୍ତ କରିପାରନ୍ତି। ସେଥିପାଇଁ ସ୍ୱାଭାବିକ ଭାବରେ ସାଧୁ ସନ୍ଥ ବ୍ରହ୍ମଚାରୀ ସନ୍ନ୍ୟାସୀ ଯୋଗୀ ଆଦି ମାନେ ଏଇ 40 ଦିନ ଯେ ପ୍ରକାର ନବରାତ୍ରି ବ୍ରତ କରନ୍ତି, ଠିକ ସେ ପ୍ରକାର ପୁରସ୍କରଣ ବିଧାନ ଦ୍ୱାରା ଦୁଗ୍ଧ ଆହାର କରି, ଫଳ ଆହାର କରି ଏବଂ କାୟ ମନ ବାକ୍ୟରେ ଭଗବାନଙ୍କ ଚରଣରେ ଏଇ 40 ଦିନ ସମର୍ପିତ ହେଇକି ରହିଥାନ୍ତି। ସେମାନଙ୍କ ସହିତ କୌଣସି ବାହ୍ୟ ଲୋକଙ୍କର ଦର୍ଶନ ଆଦି ନଥାଏ, ବାହ୍ୟ ଜ୍ଞାନ ସେମାନଙ୍କ ଭିତରେ ନଥାଏ, ବାହ୍ୟ ଅବସ୍ଥା କୌଣସି ପ୍ରକାର ବାହ୍ୟ ବ୍ୟକ୍ତିଙ୍କ ସହିତ ସେମାନେ ମିଳନ୍ତି ନାହିଁ। ତେଣୁ ଯେଉଁମାନେ ଏତେ ପରିମାଣରେ ସାଧନ ନ କରିପାରିଲେ ମଧ୍ୟ ଏଇ 40 ଦିନ ଯଦି ସେମାନେ ସାଧନ ଦଶାକୁ ପ୍ରାପ୍ତ କରିବା ପାଇଁ ପ୍ରୟାସ କରନ୍ତି କିମ୍ବା ହାଲକା ଫୁଲକା ନିୟମ ରଖି ଯୋଉମାନେ ବିଶେଷ କରିକି ବାହାର ଜଗତରୁ ସମ୍ପୂର୍ଣ୍ଣ ରୂପରେ ଦୂରେଇ ଏକାନ୍ତ ଜଗତରେ ପ୍ରବେଶ କରନ୍ତି, ବାସ କରନ୍ତି, ନିଶ୍ଚିତ ରୂପେ ସେମାନଙ୍କର କିଛି ନା କିଛି ଏ ଭକ୍ତି ରାଜ୍ୟରେ ଅନୁଭବ ହବ। ସେଥିରେ କୌଣସି ପ୍ରକାର ସନ୍ଦେହ ନାହିଁ। ଏବଂ ଏଇ 40 ଦିନ ମଧ୍ୟରେ ଅନ୍ତିମ ଶେଷ 5 ଦିନ, ଅନ୍ତିମ ଶେଷ 9 ଦିନ, ସପ୍ତମୀ ଠାରୁ ଆରମ୍ଭ କରି ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦଶୀ, ପଞ୍ଚ ପୂର୍ଣ୍ଣିମା, ଏଇ ସପ୍ତମୀ ଠାରୁ ଆରମ୍ଭ କରି ପୂର୍ଣ୍ଣିମା ପର୍ଯ୍ୟନ୍ତ 9 ଦିନ ହଉଛି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଦିବସ। ଏଇ ଦିନ ମାନଙ୍କରେ ବିଶେଷ କରିକି ଭଗବାନ ଅତି ପ୍ରସନ୍ନ ହୁଅନ୍ତି ଏବଂ ସାଧନର ସିଦ୍ଧି ଅବସ୍ଥାକୁ ପ୍ରାପ୍ତ କରିଥାନ୍ତି। ଆମର ଗୁରୁଦେବ ମଧ୍ୟ ଏଇ 40 ଦିନ ମଧ୍ୟରୁ ସପ୍ତମୀ ତିଥିରେ ଅର୍ଥାତ ଷ୍ଟାର୍ଟିଂରୁ ସେ ସପ୍ତମୀ ତିଥିରେ ପ୍ରକଟ ହେଇଥିଲେ। ଭଗବାନଙ୍କର ବିଭିନ୍ନ ପ୍ରକାର ରହସ୍ୟମୟ ଲୀଳା ଏହି ସମୟରେ ପ୍ରକଟିତ ହୁଅନ୍ତି ଏବଂ ଏଇ ରହସ୍ୟମୟ ଲୀଳା ମଧ୍ୟରେ 40 ଦିନର ରହସ୍ୟମୟ ଲୀଳା ମଧ୍ୟରେ ସାଧାରଣତଃ ଏଇ ଯୋଉ ପୂର୍ବ ଶେଷ 9 ଦିନ, ଏଇ 9 ଦିନରେ ଭଗବାନ ଆନନ୍ଦ ଉତ୍ସବ ମନେଇଥାନ୍ତି। ଏଇ ଆନନ୍ଦ ଉତ୍ସବ ସମୟରେ ଯେ ପ୍ରକାର କୌଣସି ବ୍ୟକ୍ତି ପ୍ରସନ୍ନ ଅବସ୍ଥାରେ ରୁହନ୍ତି ତାଙ୍କ ନିକଟରେ ଯଦି ଆମେ କିଛି ଯାଚଜ୍ଞ କରିବା, ସେ କୃପା ପୋଷଣ କରିଦିଅନ୍ତି। କାରଣ ତାଙ୍କର ଆନନ୍ଦ ଅବସ୍ଥାରେ ସେ ବିରାଜମାନ କରିଛନ୍ତି, ଆନନ୍ଦ ମୋଡରେ ଅଛନ୍ତି। ଠିକ ସେଇ ପ୍ରକାର ଭଗବାନଙ୍କର ଏଇ ଯୋଉ ହୋଲି ଉତ୍ସବକୁ ଆନନ୍ଦ ଉତ୍ସବ ବୋଲି କୁହାଯାଏ। ଏଇ ଆନନ୍ଦ ଉତ୍ସବରେ ଭଗବାନ ଅନ୍ତରଙ୍ଗ ଲୀଳା ଆଦି ସହ ଏବଂ ଅତ୍ୟନ୍ତ ପ୍ରସନ୍ନ ଅବସ୍ଥାରେ ବିରାଜମାନ କରନ୍ତି। ଏହି ସମୟରେ ଯୋଉମାନେ ଭଗବାନଙ୍କର ନିକଟତର ହୁଅନ୍ତି, ଭଗବାନଙ୍କର ସେବାରେ ବିରାଜମାନ କରନ୍ତି, ଭଗବାନଙ୍କର ସେବାରେ
ସଂଲଗ୍ନ ରୁହନ୍ତି, ସାଧନାରେ ସଂଲଗ୍ନ ରୁହନ୍ତି, ସେମାନେ ଭଗବାନଙ୍କ ଦ୍ଵାରା ପ୍ରସନ୍ନିତ ହେଇ ସମସ୍ତ କାର୍ଯ୍ୟକୁ ପୂରଣ କରିଦେଇ ପାରନ୍ତି। ତେଣୁ ଏଇ ଯୋଉ 9 ଦିନ ଅତ୍ୟନ୍ତ ସତର୍କତା ସହକାରେ, ସାବଧାନ ସହକାରେ ସପ୍ତମୀ ଠାରୁ ଆରମ୍ଭ କରି ପୂର୍ଣ୍ଣିମା ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ଆଦି ପାଳନ କରି ବିଭିନ୍ନ ପ୍ରକାର ନୀତି ନିୟମରେ ରହି ବାହାର ଲୋକଙ୍କ ଠାରୁ ଅଲଗାରେ ରହି ଯେ ପ୍ରକାର ଅଧିକରୁ ଅଧିକ ସାଧନ ଦଶାକୁ ଆମେ ପ୍ରାପ୍ତ କରିପାରିବା, ତାହେଲେ ଆମର ନିଶ୍ଚୟ ଏଥିରେ କଲ୍ୟାଣକର ହବ। ଯେଉଁମାନଙ୍କର ବିଭିନ୍ନ ପ୍ରକାର ଯୋଉ କାମନା ରହିଛି ସେ କାମନା ମଧ୍ୟ ପୂର୍ଣ୍ଣ ହବାର ବିଶ୍ୱାସ ଏବଂ କାମନା କେତେବେଳେ ପୂର୍ଣ୍ଣ ହୁଏ? କାମନା ସେତେବେଳେ ପୂର୍ଣ୍ଣ ହବ ବିଶ୍ୱାସ ଏବଂ ଶ୍ରଦ୍ଧା। ବିଶ୍ୱାସ ଆଉ ଶ୍ରଦ୍ଧା ଯଦି ଆମ ମାନଙ୍କ ଭିତରେ ଦୃଢ ଭାବରେ ରହେ ତାହେଲେ ହିଁ ଆମର କାମନା ପୂରଣ। ଆମେ କେତେ ବଡ କଠୋର ସାଧନ କରୁନା କାହିଁକି? ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ କଥା ହେଉଛନ୍ତି ତାର ଅଭାବ ଯୋଗୁ, ଶ୍ରଦ୍ଧା, ବିଶ୍ୱାସ ଏବଂ ଶ୍ରଦ୍ଧାର ଅଭାବ ଯୋଗୁ ସମସ୍ତ ପ୍ରକ୍ରିୟା ସୁଷ୍ଠୁ ରୂପରେ ସାଧନ କରାଯାଇଥିଲେ ମଧ୍ୟ ଆମମାନଙ୍କର କାମନା ପୂରଣ ହେଇପାରେ ନାହିଁ। ଆମେମାନେ ଆମମାନଙ୍କର ଲକ୍ଷ୍ୟକୁ ପ୍ରାପ୍ତ କରିପାରୁନାହୁଁ। ତାର ମୂଳ କାରଣ ହଉଛି ବିଶ୍ୱାସ ଏବଂ ଶ୍ରଦ୍ଧାର ଘୋର ଅଭାବ। ଶ୍ରଦ୍ଧା ଏବଂ ବିଶ୍ୱାସ ନଥିଲେ କେହି ହେଲେ ମଧ୍ୟ କୌଣସି କାମ କରିପାରିବେ ନାହିଁ। ଯଦି ଜଣେ ବ୍ୟକ୍ତି ସାଧନ ରାଜ୍ୟରେ ପ୍ରବେଶ କରୁଛି ତାମାନେ ନିଶ୍ଚିତ ରୂପେ ତାର ଭିତରେ ଶ୍ରଦ୍ଧା ଏବଂ ବିଶ୍ୱାସ ରହିଥିବା ହେତୁ ସେ ସାଧନ କରିବା ପାଇଁ ଅଗ୍ରସର ହେଇଛି। କିନ୍ତୁ ଏଇ ଶ୍ରଦ୍ଧା ଏବଂ ବିଶ୍ୱାସ ଧୀରେ 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 ସନ୍ଦେହରେ ପରିଣତ ହେଇଯାଏ। ଏଇ ଶ୍ରଦ୍ଧା ଦୃଢ ଶ୍ରଦ୍ଧା ନୁହଁ, ଏ ବିଶ୍ୱାସ ଦୃଢ ବିଶ୍ୱାସ ନୁହଁ। ଯେଉଁମାନଙ୍କର ଦୃଢ ଶ୍ରଦ୍ଧା ଦୃଢ ବିଶ୍ୱାସ ରହିଛି ସେମାନଙ୍କ ଭିତରେ ସନ୍ଦେହର କୌଣସି ସ୍ଥାନ ନାହିଁ। ତାର ସାକ୍ଷାତ ଉଦାହରଣ ଆମର ଶବରୀ ମାତାଙ୍କର ଚରିତ୍ର ଏବଂ ପ୍ରହ୍ଲାଦ ମହାରାଜଙ୍କର ଚରିତ୍ର ଏବଂ ସୁଦାମାଙ୍କର ଚରିତ୍ର। କେତେ ଦୁଃଖ ଦରିଦ୍ରରେ ଜୀବନ ଅତିବାହିତ କରିଲା ପରେ ମଧ୍ୟ ତାଙ୍କ ଭିତରେ ଶ୍ରଦ୍ଧାର ଅଭାବ ହେଇନି କିମ୍ବା ଦୃଢ ବିଶ୍ୱାସର ଅଭାବ ହେଇନି। ସେ କେବେ ଚିନ୍ତା କରିନାହାନ୍ତି ମୁଁ ଭଗବାନଙ୍କୁ ଏତେ ଭଜନ କରୁଛି, ଏତେ ଜପ କରୁଛି, ଏତେ ତପ କରୁଛି, ଭଗବାନ ମତେ କାହିଁକି ଏତେ କଷ୍ଟ ଦଉଛନ୍ତି? କାହିଁକି ଏତେ କଷ୍ଟ ଦଉଛନ୍ତି ଭଗବାନ? ସେ କେବେ ଚିନ୍ତା କରିନାହାନ୍ତି ମୁଁ ଏତେ ଭଗବାନଙ୍କର ଶରଣାଗତ ହେଇଗଲି, ଅନନ୍ୟ ଭକ୍ତ ହେଇଛି, ସବୁବେଳେ ତାଙ୍କର ଅନ୍ୟ କାହାକୁ ଉପାସନା କରୁନି, ମତେ କାହିଁକି ଏ ସମସ୍ତ ଦୁଃଖ ଦାରିଦ୍ର୍ୟ ଦଉଛନ୍ତି? ରହିବା ପାଇଁ ଘରେ ଖଣ୍ଡେ ନାହିଁ, ଘର ଖଣ୍ଡେ ନାହିଁ, ପିନ୍ଧିବା ପାଇଁ ବସ୍ତ୍ର ଖଣ୍ଡିଏ ନାହିଁ, ଖାଇବା ପାଇଁ ପେଟକୁ ଅନ୍ନ ଦାନା ମୁଠାଏ ନାହିଁ। କେବେ ସେ ଚିନ୍ତା କରିନାହାନ୍ତି। ବରଂ ତାଙ୍କର ଦୃଢ ବିଶ୍ୱାସ ଏବଂ ଦୃଢ ଶ୍ରଦ୍ଧା ଯୋଗୁ ସେ ଆହୁରି ଓଲଟା ଭଗବାନଙ୍କୁ ପ୍ରାର୍ଥନା କରନ୍ତି, ହେ ପ୍ରଭୁ, ଯଦି ଅନ୍ୟ ମନସ୍କରେ କିମ୍ବା ପତ୍ନୀଙ୍କର ପ୍ରେସରରେ ଆସିକି ଯଦି ମୁଁ ଆପଣଙ୍କୁ କେତେବେଳେ କୌଣସି ବିଷୟ ବସ୍ତୁ ମାଗିନିଏ, ସଂସାରର ବସ୍ତୁ ଯଦି ମାଗିନିଏ, ପ୍ରଭୁ ଯଦି ମୁଁ ଆପଣଙ୍କର ଯଦି ବାସ୍ତବରେ ଭକ୍ତ ହେଇଥିବି ତାହେଲେ ମୋର ସେଇ ସମସ୍ତ କାମନା ଆପଣ କେବେ ବି ପୂର୍ଣ୍ଣ କରିବେନି ପ୍ରଭୁ, କେବେ ବି ପୂର୍ଣ୍ଣ କରିବେନି ପ୍ରଭୁ। ଏଇ ପ୍ରକାର ସେ ପ୍ରାର୍ଥନା କରିନିଅନ୍ତି। ସେଥିପାଇଁ ଭଗବାନ ପ୍ରତ୍ୟେକ ଦିନ ସୁଶୀଳା ଏବଂ ସୁଦାମା ସ୍ୱାମୀ ସ୍ତ୍ରୀ ଉଭୟ ଶୟନ କରିଗଲା ପରେ ସବୁ ତାଙ୍କର ଆବଶ୍ୟକ ବସ୍ତୁକୁ ଭଗବାନ ନିଜ ହାତରେ ବହନ କରି କରି ରୁକ୍ମିଣୀଙ୍କୁ କୁହନ୍ତି, ରୁକ୍ମିଣୀ ତମେ ଟିକେ ଅପେକ୍ଷା କର, ମୁଁ ଆସୁଛି ବୋଲି କହିକି ରାତିରେ ପଳେଇ ଆସନ୍ତି। ରାତି ସାରା ତାଙ୍କ ଦ୍ୱାରରେ ଜଗି ବସନ୍ତି ଯେ କେତେବେଳେ ସ୍ୱପ୍ନର ହଉ ପଛକେ ଯଦି ସେ ମାଗିଦବ ଯେ ମତେ ଏଇ ପ୍ରଭୁ ଦିଅ, ମୋର ଖାଇବାକୁ ନାହିଁ, ପିଇବାକୁ ନାହିଁ, ଦେହ ଶୁଖିଗଲାଣି, ପିଲାମାନେ ଖାଇବାକୁ ପାଉନାହାନ୍ତି, ତମେ ସବୁ ଯେତିକି ଆବଶ୍ୟକ ସେତିକି ତ ପୂରଣ କର। କେତେବେଳେ ମାଗିଦେଲେ ମୁଁ ତାକୁ ଦେଇଦେଇକି ପଳେଇ ସେଠି ପ୍ରତ୍ୟେକ ଦିନ ଯାଆନ୍ତି ଏବଂ ସକାଳୁ ସେଇ ଜିନିଷ ଧରିକି ପୁଣି ଫେରନ୍ତି। ଠିକ ସେଇ ପ୍ରକାର ମାତା ଶବରୀଙ୍କର ଚରିତ୍ର ଯଦି ଆମେ ଆଲୋଚନା କରିବା, ମାତା ଶବରୀ 12 ବର୍ଷ ବୟସରୁ ସେ ଘର ତ୍ୟାଗ କରିଥିଲେ। କାହିଁକି ତ୍ୟାଗ କଲେ? ସେ ଦେଖିଲେ ଶବର କୁଳରେ ତ ତାଙ୍କର ଜନ୍ମ, ଶବର ମାନଙ୍କର ପ୍ରଧାନ ଖାଦ୍ୟ ହେଲା ମାଂସ। ପଶୁଙ୍କୁ ମାରି ସ୍ୱୀକାର କରିବା, ପଶୁଙ୍କୁ ମାରି କଣ ସ୍ୱୀକାର କରିବେ? ଖାଦ୍ୟ ଗ୍ରହଣ କରିବା ତାଙ୍କର। ଯେତେବେଳେ ତାଙ୍କର ବିବାହ ଶବର କୁଳରେ ତ ଅତି ଶୀଘ୍ର ବାଲ୍ୟ ବିବାହ କରନ୍ତି, ତେଣୁ ତାଙ୍କର ବିବାହ ପ୍ରସ୍ତାବ ଯେତେବେଳେ ଠିକ ହେଇଗଲା,
ସେ ଶହ ଶହ ପଶୁ ମାନଙ୍କୁ ମାରି ପଶୁ ମାନଙ୍କୁ ଆଣିକି ରଖିଲେ ଯେ ଏକମାତ୍ର ଝିଅ ତାଙ୍କର। ତେଣୁ ଝିଅର ବାହାଘର କିପରି ଧୁମଧାମରେ ହବ, ଲୋକମାନଙ୍କୁ କିପରି ଆପ୍ୟାୟିତ କରାଯିବ, ଏଇ ଚିନ୍ତା କରି ବାପା ଯେତେବେଳେ ଶହ ଶହ ପଶୁକୁ ଆଣିକି ବାନ୍ଧିକି ରଖିଲେ, ସେଇଦିନ ତାଙ୍କୁ ମାରିକି ମାଂସ କରିକି ଲୋକଙ୍କୁ ଖାଇବାକୁ ଦିଆଯିବ। ଏଇ ଦୃଶ୍ୟ ଦେଖିଲା ପରେ ମାତା ସବରୀ 12 ବର୍ଷର ମାତ୍ର ବାଳିକା ଥିଲେ, ତାଙ୍କ ମନରେ ଦୁଃଖ ଜାତ ହେଲା। ମୋର ଗୋଟେ ବାହାଘର, ସାଧାରଣ ଗୋଟେ ବାହାଘର ପାଇଁ ଆଜି ଶହ ଶହ ଜୀବନ ନଷ୍ଟ ହବା ପାଇଁ ଯାଉଛନ୍ତି। ହେଲେ ମୋର ବାହାଘର ହଉଛି ମୂଳ କାରଣ ଏମାନଙ୍କର ଜୀବନ ନଷ୍ଟ ହବାର। ତେଣୁ ମୁଁ ଯଦି ବାହା ନ ହେବି ତାହେଲେ ଏମାନଙ୍କୁ ମରାଯିବନି। ଏଇ କଥା ଚିନ୍ତା କରିବା ଦ୍ୱାରା ତାଙ୍କର ଆଖିର ଲୁହ ଆଉ ବନ୍ଦ ହେଲାନି। କଣ କରିବେ କି କର୍ତ୍ତବ୍ୟ ବିମୂଢ଼ ହେଇ ରାତିରେ ଯେତେବେଳେ ସମସ୍ତେ ଶୟନ କରୁଛନ୍ତି, ଅଧରାତ୍ରି ସମୟରେ ସେ ଘର ଛାଡିକି ବନ ଭିତରେ ପ୍ରବେଶ କରୁଛନ୍ତି। ସାଧାରଣ ଗୋଟେ ଛୋଟିଆ ବାଳିକା, 12 ବର୍ଷର ବାଳିକା, ସେ ବନ ଭିତରେ କିପରି ବା ତା ସହିତ କଣ କରିବ? ପ୍ରାଣ ତ୍ୟାଗ କରିବା ପାଇଁ ତ ଯାଇଥିଲେ। ପ୍ରାଣ ତ୍ୟାଗ ତ ମହାପାପ, ପ୍ରାଣ ତ୍ୟାଗ କରିପାରିବେ ନାହିଁ। ମନ ଦୁଃଖରେ ବସିଛନ୍ତି। ଠିକ ସେଇ ସମୟରେ ଦୋପହର ସମୟ, ଉଦୁଉଦିଆ ଖରା, ଭୀଷଣ ଖରା, ଖାଇବା ପିଇବା ନାହିଁ, ଦୁଃଖରେ ମ୍ରିୟମାଣ ଅବସ୍ଥାରେ ବସିଥିବା ଏକ ବାଳିକା ଜଣେ ଋଷି ଦର୍ଶନ କଲେ। ଦର୍ଶନ କରି ସାଧୁର ତ ସ୍ୱାଭାବିକ ପର ଦୁଃଖରେ ଦୁଃଖୀ, ଏହି ପ୍ରକାର କିଂକର୍ତ୍ତବ୍ୟ ବିମୂଢ଼ ଅବସ୍ଥାରେ ବସିଥିବା ସବରୀ ମା କନ୍ୟାକୁ ଦର୍ଶନ କରି ଋଷିବର ପଚାରିଲେ, ହେ ବର୍ଷା, କଣ ହେଇଛି ତୁମର? ଏତେ ବଡ ଘୋର ବନ ଭିତରେ କାହିଁକି ତୁମେ ବସିଛ ଏକା? କଣ ଘଟଣା ସବୁ? ସମସ୍ତ କଥା କହିଲେ। କହିଲା ପରେ ସାଧୁ ତାଙ୍କୁ ନିଜର କୁଟିଆକୁ ନେଇ ଆସିଲେ। ଆସିଲା ପରେ ତାଙ୍କୁ ମନ୍ତ୍ର ଆଦି ଦୀକ୍ଷା ପ୍ରଦାନ କଲେ ଏବଂ ତାଙ୍କୁ ସେବା ପ୍ରଦାନ କଲେ। ମନ୍ତ୍ର ଦୀକ୍ଷା ପ୍ରଦାନ କଲେ, ସେବା ପ୍ରଦାନ କଲେ। ଛୋଟ ବାଳିକା କଞ୍ଚା ମାଟି ସହିତ ସମାନ। କଞ୍ଚା ମାଟିକୁ ଆମେ ଯୋଉ ପ୍ରକାର ଭାବରେ ଗଢିବା ସେଇ ପ୍ରକାର ହେଇଯିବ। ତାକୁ ଗ୍ଲାସ ରୂପରେ ଗଢିଲେ ଗ୍ଲାସ ହେଇଯିବ, କଳସ ରୂପରେ ଗଢିଲେ କଳସ ହେଇପାରିବ। କଳସକୁ ଚେଞ୍ଜ କରିକି ଆମେ ଥାଳିଆ ବନେଇଲେ ଥାଳିଆ ହେଇଯିବ, ହାଣ୍ଡି ବନେଇଲେ ହାଣ୍ଡି ବନେଇଯିବ। କିନ୍ତୁ ଥରେ ମାଟି ଶୁଖିଗଲା ପରେ ତାକୁ ନିଆଁରେ ପୋଡିଦେଲା ପରେ ଆଉ ଯେତେ ଚେଷ୍ଟା କଲେ ମଧ୍ୟ ସେ ମାଟିକୁ ପରିବର୍ତ୍ତନ କରିକି ଆମେ ଆଉ ଅନ୍ୟ କୌଣସି ବସ୍ତୁ ବନେଇ ପାରିବା ନାହିଁ। ଠିକ ସେଇ ପ୍ରକାର ଛୋଟ ବାଳକ ବାଳିକା ମାନେ କଞ୍ଚା ମାଟି ସହିତ ସମାନ। ଏମାନଙ୍କୁ ପିତା ମାତା ସୁହୃଦ ବର୍ଗ ଯେଉଁ ରାସ୍ତାରେ ପରିଚାଳିତ କରାଇବେ, ସେମାନେ ସେଇ ରାସ୍ତାରେ ପରିଚାଳିତ ହେଇଯିବେ ହବାର ବହୁତ ସମ୍ଭାବନା ରହିଛି। ଛୋଟ ବାଳିକା ଥିଲେ, ତେଣୁ ତାଙ୍କୁ ଗୁରୁଦେବ ମନ୍ତ୍ର ତ ପ୍ରଦାନ କଲେ। ତାଙ୍କର ଗୁରୁଦେବ ତାଙ୍କୁ ସୁନ୍ଦର ଭାବରେ ସେବା ପ୍ରଦାନ କଲେ। ଏକ କୁଟିଆ ପ୍ରଦାନ କଲେ। ଗୁରୁଦେବଙ୍କ ପ୍ରତି ତାଙ୍କର ଗାଢ ବିଶ୍ୱାସ ରହିଲା। ତାଙ୍କୁ ନୂତନ ଜୀବନ ଦେଇଥିବା। ଦୀକ୍ଷା ମାନେ କଣ? ଦୀକ୍ଷା ମାନେ ନୂଆ ଜୀବନ, ଦିବ୍ୟ ଜ୍ଞାନ। ଦୀକ୍ଷା କହିଲେ କଣ? ଦୀକ୍ଷା କହିଲେ କାନରେ ପତ୍ର ଫୁଙ୍କି ଦିଆଗଲା, ହାତରେ ମାଳା ଗୋଟେ ଧରେଇ ଦିଆଗଲା ଏବଂ କିଛି ନିୟମ କୁହା ଦିଆଗଲା। ଏହା ଦୀକ୍ଷା ନୁହଁ। ଏସବୁ ଦୀକ୍ଷାର ଇନଗ୍ରିଡିଏଣ୍ଟସ, ଉପକରଣ। ଦୀକ୍ଷା ମାନେ ଦିବ୍ୟ ଜ୍ଞାନ। ଦିବ୍ୟ ଜ୍ଞାନ କହିଲେ କଣ? ଆମର ପୂର୍ବରୁ ଯୋଉ ସମସ୍ତ ଜ୍ଞାନ ଥିଲା, ସେଇ ଜ୍ଞାନକୁ ପରିବର୍ତ୍ତନ କରି, ସେଇ ଆଚରଣକୁ ପରିବର୍ତ୍ତନ କରି ନୂତନ ଆଚରଣରେ ଆଚରିତ ହବା, ବୈଷ୍ଣବ ଧର୍ମରେ ଦୀକ୍ଷିତ ହେଇ ବୈଷ୍ଣବଙ୍କର ସଦାଚାରକୁ ପାଳନ କରିବା ହିଁ ବାସ୍ତବରେ ଦୀକ୍ଷା। ଯଦି ଆମର ସ୍ୱଭାବରେ କୌଣସି ପରିବର୍ତ୍ତନ ଆସିଲା ନାହିଁ, ଯଦି ଆମର ଚରିତ୍ରରେ କୌଣସି ପରିବର୍ତ୍ତନତା ଆସିଲା ନାହିଁ, ଯଦି ଆମର କାର୍ଯ୍ୟକଳାପରେ କୌଣସି ପରିବର୍ତ୍ତନତା ଆସିଲା ନାହିଁ, ଯଦି ଆମର
ଦୈନନ୍ଦିନ ବ୍ୟବହାରରେ କୌଣସି ପରିବର୍ତ୍ତନତା ଆସିଲା ନାହିଁ, ଯଦି ଆମର ନିୟମ କାନୁନ ପରିବର୍ତ୍ତନ କରିଲେ ନାହିଁ, ଯଦି ଆମେ ନିୟମକୁ ଠିକ ରୂପରେ ପରିଚାଳିତ କରିପାରିଲେ ନାହିଁ, ଠିକ ରୂପରେ ରକ୍ଷା କରିପାରିଲେ ନାହିଁ, ତାହେଲେ ସେଇ ଦୀକ୍ଷା କୁହାଯିବ ନାହିଁ। ତେଣୁକରି ଏଇ ଦୀକ୍ଷା 3 ଭାଗରେ ବିଭକ୍ତ। ଗୋଟିଏ ହେଲା ତାମସିକ ଦୀକ୍ଷା, ଦ୍ୱିତୀୟରେ ରାଜସିକ ଦୀକ୍ଷା, ତୃତୀୟରେ ସାତ୍ବିକ ଦୀକ୍ଷା। ଦୀକ୍ଷିତ ହବା ପରେ ଯୋଉମାନେ ସାତ୍ବିକ ଦୀକ୍ଷାରେ ବ୍ରତୀ ହୁଅନ୍ତି ସେମାନଙ୍କର ହିଁ ଉତ୍ତର ବୃଦ୍ଧି ହୁଏ। ଦୀକ୍ଷିତ ହେଲା ପରେ ଯୋଉମାନେ ସାତ୍ବିକ ଦୀକ୍ଷାକୁ ଆଶ୍ରୟ କରନ୍ତି ନାହିଁ, ରାଜସିକ ଏବଂ ତାମସିକ ଦୀକ୍ଷାରେ ସଦା ସର୍ବଦା ରୁହନ୍ତି, ସେଇ ପ୍ରକାର ବ୍ୟକ୍ତିର କୌଣସି ପ୍ରକାର ଉତ୍ତରୋତ୍ତର ବୃଦ୍ଧି ହୁଏ ନାହିଁ। ସାତ୍ବିକ ଦୀକ୍ଷା, ରାଜସିକ ଦୀକ୍ଷା, ତାମସିକ ଦୀକ୍ଷା ଆମର କାର୍ଯ୍ୟକଳାପ ଉପରେ ନିର୍ଭର କରିକି କୁହାଯାଏ। ଦୀକ୍ଷା ତ ସବୁବେଳେ ନିର୍ଗୁଣ ଦୀକ୍ଷା। ଦୀକ୍ଷା ଯେତେବେଳେ ଆମେ ପ୍ରାପ୍ତ କରୁ ସେତେବେଳେ ଆମକୁ ନିର୍ଗୁଣତା ପ୍ରଦାନ କରିଦିଆଯାଏ। କିନ୍ତୁ ଆମେ ନିର୍ଗୁଣତାର ଅଧିକାରୀ ହେଇନଥିବା ହେତୁ ଆମମାନଙ୍କୁ ସାତ୍ବିକ ଗୁଣରେ ଗୁଣି ହେଇ ଆମମାନଙ୍କୁ ଦୀକ୍ଷାର ନିୟମ ସବୁ ପରିଚାଳିତ କରିବାକୁ ପଡିଥାଏ। ସେଇ ସାତ୍ବିକ ଗୁଣର ନିୟମକୁ ଯଦି ଆମେ ଠିକରେ ପରିଚାଳିତ କରି ନ ପାରିବା ତାହେଲେ ଆମ ଭିତରେ ରାଜସିକ ଗୁଣ ଆସିବ ଏବଂ ତାମସିକ ଗୁଣ ଆସିବ। এই ରାଜସିକ ଏବଂ ତାମସିକ ଗୁଣର ମୁଖ୍ୟ କାରଣ ହଉଛି ଶ୍ରଦ୍ଧା ଏବଂ ବିଶ୍ୱାସର ତାରତମ୍ୟତାକୁ ନେଇ। ତାର ଭିତରେ ଦୃଢ ଶ୍ରଦ୍ଧା ଏବଂ ଦୃଢ ବିଶ୍ୱାସ ରହିଛି। ସେ ନିଶ୍ଚିତ ରୂପେ ଅକାଟ୍ୟ ରୂପରେ ଅଖଣ୍ଡ ରୂପରେ ସେମାନେ ନୀତି ନିୟମକୁ ପାଳନ କରିବା ସଙ୍ଗେ ସଙ୍ଗେ ନିଜର ଚରିତ୍ର, ନିଜର ସ୍ୱଭାବ ଏବଂ ନିଜର କାର୍ଯ୍ୟକଳାପକୁ ସେମାନେ ନିଶ୍ଚିତ ରୂପେ ଅଲଗା ରୂପରେ ପରିଚାଳିତ, ନିଶ୍ଚିତ ରୂପେ ସେମାନେ କଣ କରନ୍ତି, ନିଶ୍ଚିତ ରୂପେ ସେମାନେ ଅତ୍ୟନ୍ତ ଦୃଢ ବିଶ୍ୱାସ, ଦୃଢ ଶ୍ରଦ୍ଧା ସହକାରରେ ପାଳନ କରନ୍ତି। କିନ୍ତୁ ଯୋଉମାନଙ୍କ ଭିତରେ ବିଶ୍ୱାସର ଅଭାବ ରହିଛି, ଶ୍ରଦ୍ଧାର ଅଭାବ ରହିଛି, ସେଇ ଶ୍ରଦ୍ଧା ବିଶ୍ୱାସର ଅଭାବ ଯୋଗୁ ସେମାନଙ୍କ ଭିତରେ ନିୟମର ତାରତମ୍ୟତା ଦେଖାଯାଏ। ଆଜି ଠିକ ନିୟମ ପାଳନ କଲେ କାଲି ନିୟମକୁ ରକ୍ଷା କରିପାରିଲେ ନାହିଁ। ଆଜି ଇଚ୍ଛା ହେଲା ଅତ୍ୟନ୍ତ ଶ୍ରଦ୍ଧା ସହକାରେ ଭଗବାନଙ୍କର ନୀତି ନିୟମକୁ ପାଳନ କଲେ, କାଲି ଶ୍ରଦ୍ଧାର ଅଭାବ ଘଟିଗଲା, ମନରେ ବିକାର ଜାତ ହେଲା, କାଲି ସେ ନିୟମକୁ ଆଜିର ଭଳି ଆଉ କାଲି କରିପାରିଲେ ନାହିଁ। ଏଇ ପ୍ରକାର ଚିତ୍ତବୃତ୍ତି ଯୋଉମାନଙ୍କର ରହୁଛି, ତଥାପି ବଳେ ବଳେ କୌଶଳରେ ସଂଖ୍ୟା ପୂର୍ବକ ସେମାନେ ସବୁ ପାଳନ କରିକି ସମାପନ କରନ୍ତି। ତାହାକୁ କୁହାଯାଏ ରାଜସିକ ଦୀକ୍ଷାରେ ଦୀକ୍ଷିତ ବ୍ୟକ୍ତି। ତାମସିକ ଦୀକ୍ଷାରେ ଦୀକ୍ଷିତ ବ୍ୟକ୍ତି କହିଲେ କଣ, ସଂଖ୍ୟା ହିଁ ରଖିପାରନ୍ତି ନାହିଁ, ନୀତି ନିୟମକୁ ଠିକରେ ପାଳନ କରିପାରନ୍ତି ନାହିଁ। 5 ଦିନ କଲେ 15 ଦିନ ବନ୍ଦ। ଯୋଉମାନଙ୍କର କୌଣସି ପ୍ରକାର ନୀତି ନିୟମ ନାହିଁ, ଇଚ୍ଛା ନିଜର ମନ ଉପରେ ନିର୍ଭର, ଯାହାର ମନ ଯେ ପ୍ରକାର ତାର କାର୍ଯ୍ୟକଳାପ ସେଇ ପ୍ରକାର, ମନ ଉପରେ ହିଁ ସବୁ କାର୍ଯ୍ୟକଳାପ ନିର୍ଭର କରେ। ଆଜି ଚିତ୍ତବୃତ୍ତି ଟିକେ ଭଲ ଅଛି, ଇଚ୍ଛା ହେଇଗଲା, ଜଏନ୍ ହେଇଗଲେ, କାଲି ଚିତ୍ତବୃତ୍ତି ଭଲ ହେଲାନି, କାଲି ଜଏନ୍ ହେଲେନି, କଥା ଶୁଣିଲେନି, ପହରଦିନ ଚିତ୍ତରେ କଣ ବିକାର ଜାତ ହେଲା ତ ଅଧଘଣ୍ଟା ପରେ ଆସିକି ଜଏନ୍ କଲେ। ଏ ସବୁ ତାମସିକ ଲକ୍ଷଣ, ଏସବୁ ତାମସିକ ଦୀକ୍ଷିତ ବ୍ୟକ୍ତି ତ ଦୀକ୍ଷିତ ହେଇଛନ୍ତି ଅଲରେଡି, ତାଙ୍କୁ ତ ଅଦୀକ୍ଷିତ ବୋଲି କହିପାରିବାନି। ୟାକୁ କୁହାଯାଏ ତାମସିକ ଦୀକ୍ଷିତ ବ୍ୟକ୍ତିର ଲକ୍ଷଣ, ଯୋଉମାନଙ୍କର କୌଣସି ନିୟମ ନାହିଁ, କୌଣସି ନୀତି ନାହିଁ, କୌଣସି କାର୍ଯ୍ୟରେ ପରିଚାଳିତ ହେଇ ଭଗବାନଙ୍କର ସେବାରେ ବାଧା କଲେ, ଭଗବାନଙ୍କର ପୂଜନ ଅର୍ଚ୍ଚନା ଆଦିରେ ଯୋଉମାନଙ୍କର ବାଧା ସୃଷ୍ଟି ହୁଏ, ତ ଭଗବାନଙ୍କର ସେବା, ଭଗବାନଙ୍କର ନୀତି ନିୟମ କୁ କୌଣସି ପ୍ରକାର ଭାବରେ ସେମାନେ ରକ୍ଷା କରିପାରନ୍ତି ନାହିଁ। ନିଜର ମନ ଯାହା ଚାହେଁ, ମନର ରାଜତ୍ୱରେ ନିଜକୁ ପରାଧୀନ ଯୋଉମାନେ ସ୍ୱୀକାର କରିଛନ୍ତି ସେମାନଙ୍କର
ଦୀକ୍ଷାକୁ କୁହାଯାଏ ତାମସିକ ଦୀକ୍ଷା। ଏଇ ତାମସିକ ଦୀକ୍ଷିତ ବ୍ୟକ୍ତି ମାନଙ୍କର ଜୀବନରେ କୌଣସି ପ୍ରକାର ସଦ୍ଗୁଣ ଆସିପାରେ ନାହିଁ। କିନ୍ତୁ କଣ କରାଯିବ, ଦୀକ୍ଷିତ ହେଇଛନ୍ତି, ତେଣୁକରି ତାଙ୍କୁ ତ ଅଦୀକ୍ଷିତ କୁହାଯାଇ ପାରିବ ନାହିଁ। କିନ୍ତୁ ସେମାନଙ୍କର ଜୀବନରେ ଉନ୍ନତି ହବା ପରିବର୍ତ୍ତେ ଅବନତିର ମଧ୍ୟ ରାସ୍ତା ଦେଖିବାକୁ ପଡିଥାଏ। ଏଇ ପ୍ରକାର ବ୍ୟକ୍ତି ମାନଙ୍କର ମୂଳ ହଉଛି ଅହଙ୍କାର। ଅହଙ୍କାର କାହାକୁ କୁହାଯାଏ? ଅହଙ୍କାର, ମୁଁ କରୁଛି, ମୁଁ ସବୁ କିଛି, ଯିଏ ନିଜକୁ ଶ୍ରେଷ୍ଠ ମନେ କରନ୍ତି, ସେଇ ସ୍ଥିତିରେ ନ ରହିକି ସେଇ ସ୍ଥିତିବାନ ବୋଲି ନିଜକୁ ବିଚାର କରନ୍ତି। ଉଦାହରଣ, ଜଣେ ଶିଷ୍ୟ ସ୍ଥିତିରେ ରହିକି ଯେତେବେଳେ ନିଜକୁ ଗୁରୁ ବୋଲି ଗ୍ରହଣ କରନ୍ତି, ଗୁରୁ ବୋଲି ଭାବି ନିଅନ୍ତି, ସେତେବେଳେ ସେ ଅସ୍ଥିତିରେ ନିଜକୁ ସ୍ଥିତିବାନ ବୋଲି ଯେଉଁମାନେ ସ୍ୱୀକାର କରନ୍ତି, ସେମାନଙ୍କର ଏଇ ଦୀକ୍ଷିତ ଏବଂ ଦୀକ୍ଷା ପରିପାଟିକୁ କୁହାଯାଏ ତାମସିକ ଦୀକ୍ଷାରେ ଦୀକ୍ଷିତ ବ୍ୟକ୍ତି। ସେଥିପାଇଁ ଆମର ବର୍ଣ୍ଣ ଧର୍ମର ବ୍ୟବସ୍ଥା ରଖାଯାଇଛି। ବର୍ଣ୍ଣ ଧର୍ମ ଏକ ପ୍ରାଚୀନ ପରମ୍ପରା। ଗୁରୁ ଋଷି ମୁନି ମାନଙ୍କ ଦ୍ୱାରା ପରିଚାଳିତ ବର୍ଣ୍ଣ ଧର୍ମର ବ୍ୟବସ୍ଥା। ବ୍ରାହ୍ମଣଙ୍କର କର୍ତ୍ତବ୍ୟ କଣ, କ୍ଷତ୍ରିୟର କର୍ତ୍ତବ୍ୟ କଣ ଏବଂ ବୈଶ୍ୟ ଶୂଦ୍ରର କର୍ତ୍ତବ୍ୟ କଣ, ସବୁ ସୁଷ୍ଠୁ ରୂପରେ ପରିଚାଳିତ କରାଯାଇଛି। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ରକୁ ସମ୍ପୂର୍ଣ୍ଣ ଜୀବନକୁ ଆମେ ପ୍ରାପ୍ତ ହେଇପାରିବା। ଏଇ ଚାରୋଟି ବର୍ଣ୍ଣ ହିଁ ମାନବର ପୂର୍ଣ୍ଣାଙ୍ଗ। ଯଦି ଏଇ ଚାରୋଟି ବର୍ଣ୍ଣ ମଧ୍ୟରୁ ଗୋଟିଏ ବର୍ଣ୍ଣକୁ ଯଦି ଆମେ ବାଦ ଦେଇଦବା, ତାହେଲେ ମାନବ ପୂର୍ଣ୍ଣାଙ୍ଗ ରୂପରେ ମାନବ ପୂର୍ଣ୍ଣାଙ୍ଗ ବୋଲି କହିପାରିବା ନାହିଁ, ହ୍ୟାଣ୍ଡିକ୍ୟାପ୍ଟ ବୋଲି କହିବା, ଅପୂର୍ଣ୍ଣାଙ୍ଗ। ବର୍ତ୍ତମାନ ସମାଜରେ ଜାତି ପ୍ରଥାକୁ ନେଇ ବଡ ଛୋଟ ଜ୍ଞାନ କରି ଏହି ପୂର୍ଣ୍ଣାଙ୍ଗ ନାମର ଅପୂର୍ଣ୍ଣତା ଆମମାନଙ୍କ ଦ୍ୱାରା ସୃଷ୍ଟି କରାଯାଉଛି। କ୍ଷତ୍ରିୟ ହେଇ, ବୈଶ୍ୟ ହେଇ, ଶୂଦ୍ର ହେଇ ଦୀକ୍ଷା ଦେବାରେ ଲାଗିଛନ୍ତି, ଅନ୍ୟମାନଙ୍କୁ କର୍ଣ୍ଣମନ୍ତ୍ର ଦେବାରେ ଲାଗୁଛନ୍ତି, ଅନ୍ୟମାନଙ୍କ ପାଖକୁ ଯାଇ ଯଜ୍ଞ କରିବାରେ ଆରମ୍ଭ କରୁଛନ୍ତି, ଅନ୍ୟମାନଙ୍କ ଦ୍ୱାରା କୌଣସି ପ୍ରକାର ବ୍ରହ୍ମକର୍ମ କରିକି, ପଇସା ଇନକମ୍ କରିକି ନିଜର ପରିବାର ପୋଷଣ କରିବାରେ ଲାଗିଛନ୍ତି। ଏହା ଦ୍ୱାରା ସମାଜରେ ଅପକୀର୍ତ୍ତି ସୃଷ୍ଟି ହଉଛି। ବାଧା କଣ, ଆମର ଇନକମ୍ ସୋର୍ସ କଣ କହୁଛନ୍ତି, ଜୀବିକାରେ ବାଧା ସୃଷ୍ଟି ହଉଛି। ଏହା ଦ୍ୱାରା ସେମାନଙ୍କର କେବେ ହେଲେ ମଙ୍ଗଳ ହେଇପାରେନି। ମୁଁ ମଧ୍ୟ ଅନେକ ଦିନର ଅନୁଭବ ଅଛି, ଯୋଉମାନେ ସେ ପ୍ରକାର ନ ହେଇ, ଧରିନିଅ କୌଣସି କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ବ୍ରାହ୍ମଣ ନ ହେଇ ମଧ୍ୟ ମାନେ ବ୍ରହ୍ମକର୍ମ ଆଦି କରନ୍ତି, ପଇସାରି କାମରେ ଲାଗିଯାନ୍ତି। ସେମାନଙ୍କର ଚରିତ୍ରକୁ ମୁଁ ଦେଖିଛି। ଫର ଏକ୍ସାମ୍ପଲ, ଜ୍ୟୋତିଷ କାମ କରନ୍ତି, ବହୁତ ଲୋକ ଅଛନ୍ତି ଜ୍ୟୋତିଷ କରନ୍ତି, ଜ୍ୟୋତିଷୀ ବହୁତ ଲୋକ ଅଛନ୍ତି, କର୍ମକାଣ୍ଡି କରନ୍ତି, ଯଜ୍ଞ କରନ୍ତି, କାହାର ଘର ପ୍ରତିଷ୍ଠାକୁ ଯାଇକି ଯଜ୍ଞ କରନ୍ତି, କାହାର ଭୂମି ପୂଜା କରିବା ପାଇଁ ଯଜ୍ଞ କରନ୍ତି, କାହାର କୋଉ ପ୍ରକାର ସବୁ ଯାଇ ଯଜ୍ଞ କରନ୍ତି। ଏହା କାହାକୁ କର୍ଣ୍ଣ ମନ୍ତ୍ର ଦେଇ ଦିଅନ୍ତି, କାହାକୁ କର୍ଣ୍ଣର ମନ୍ତ୍ର ଫୁଙ୍କିକି ତାଙ୍କୁ ଦୀକ୍ଷା ଦେଲା ଭଳି ଏକ ଡୁପ୍ଲିକେଟ ଜିନିଷ ସୃଷ୍ଟି କରନ୍ତି। ଏହା ଦ୍ୱାରା ସେମାନଙ୍କର ଜୀବନରେ କେବେ ହେଲେ ମଙ୍ଗଳ ହେଇପାରିବ ମଧ୍ୟ ନାହିଁ, କାରଣ ତାହା ତାଙ୍କର କର୍ମ। ଶାସ୍ତ୍ରରେ ବହୁତ କଥା ବର୍ଣ୍ଣନା କରାଯାଇଛି, ବହୁତ କଥା ବୈଷ୍ଣବ ଏବଂ ବ୍ରାହ୍ମଣ ବିଷୟକୁ ନେଇ। ବ୍ରାହ୍ମଣ ଠାରୁ 7 କୋଟି ଗୁଣରେ ବୈଷ୍ଣବ ଶ୍ରେଷ୍ଠ, କିନ୍ତୁ ଏହାର ଅର୍ଥ ନୁହଁ 100 କୋଟି ଗୁଣରେ ଅଧିକ ଶ୍ରେଷ୍ଠ ବ୍ରାହ୍ମଣ ଠାରୁ ବୈଷ୍ଣବ। ବୈଷ୍ଣବଙ୍କର ଶ୍ରେଷ୍ଠତା ପ୍ରତିପାଦନ ଏଥିପାଇଁ କରାଯାଇଛି, ଯଜ୍ଞ କରିବା ପାଇଁ ନୁହଁ, କି ବ୍ରାହ୍ମଣଙ୍କର କର୍ମ କରିବା ପାଇଁ ନୁହଁ। ବ୍ରାହ୍ମଣଙ୍କର କର୍ମ ହଉଛି ଜ୍ୟୋତିଷ କର୍ମ କରିବା, ବ୍ରାହ୍ମଣଙ୍କର କର୍ମ ହଉଛି ଯଜ୍ଞ ହବନ ଆଦି କରିବା, ବ୍ରାହ୍ମଣଙ୍କର କର୍ମ ହଉଛି କର୍ମ କରିବା, ପ୍ରତିଷ୍ଠା ଆଦି ଯେତେ ସବୁ ବ୍ରହ୍ମ କର୍ମ ରହିଛି ସେ ସମସ୍ତ କର୍ମ କରିବା। ତେଣୁ ବୈଷ୍ଣବ 100 ଗୁଣରୁ ଶ୍ରେଷ୍ଠ ବୋଲି ଭାବି ଯେତେବେଳେ ନିଜେ ଏଇ ସମସ୍ତ କର୍ମ କରିକି ପଇସା ଇନକମ୍ କରନ୍ତି, ସେତେବେଳେ ଜାଣିଯିବାକୁ ହବ ଏମାନଙ୍କର ପତନ ଆରମ୍ଭ ହେଇଗଲା। କାରଣ ବୈଷ୍ଣବଙ୍କର କର୍ମ କଣ? ବୈଷ୍ଣବ କାହାକୁ କୁହାଯାଏ? ମାନେ ବିଷ୍ଣୁଙ୍କର ଉପାସକ, ସେମାନଙ୍କୁ ବୈଷ୍ଣବ କୁହାଯାଏ। ଭଗବାନ ବିଷ୍ଣୁଙ୍କର ଉପାସନା କରିବା ପାଇଁ ଯେତେବେଳେ ଆମ ପାଖରେ ସମୟ ନାହିଁ, ଆଉ ଆମ ପାଖରେ ସମୟ କୋଉଠୁ ଆସିବ? ଆମେ ଯଜ୍ଞ କରିବା,
କାହାର ଘର ପ୍ରତିଷ୍ଠା କରିବା, କାହାର ଅନ୍ୟାନ୍ୟ କର୍ମ କରିବା, ଆମ ପାଖରେ ସମୟ କାହିଁ? ଯଦି ଆମର ଭଗବାନଙ୍କର ଉପାସନା କରିବା ପାଇଁ ସମୟ ନାହିଁ, ଯଜ୍ଞ କରିବା ପାଇଁ ସମୟ ଅଛି, ଅନ୍ୟାନ୍ୟ ଅନୁଷ୍ଠାନ କରିବା ପାଇଁ ସମୟ ଅଛି, କାହାର ଘର ପ୍ରତିଷ୍ଠା କରିବା ପାଇଁ ସମୟ ଅଛି, କାହାର ଜ୍ୟୋତିଷ ଶାସ୍ତ୍ର ଆଲୋଚନା କରିବା ପାଇଁ ସମୟ ଅଛି, ତାହେଲେ ତାକୁ କେବେ ହେଲେ ବୈଷ୍ଣବ କୁହାଯିବନି। ଆଉ ବୈଷ୍ଣବ ସେତେବେଳେ ତାକୁ କୁହାଯିବ ଯେ ବିଷ୍ଣୁ ଉପାସନାରେ ସଦା ସର୍ବଦା ନିରନ୍ତର ଲାଗି ରହିଛି। ଆଉ ଯେ ଉପାସନାରେ ବିଷ୍ଣୁ ଉପାସନାରେ ଲାଗି ରହିଛି ତା ପାଖରେ ସମୟ କାହିଁ ଅନ୍ୟାନ୍ୟ କର୍ମ କରିବା ପାଇଁ? ସେଥିପାଇଁ ତାକୁ ବୈଷ୍ଣବ କୁହାଯାଏ। ତେଣୁ ତାଙ୍କୁ ମନ୍ତ୍ର ଦୀକ୍ଷା ଆଦି ପ୍ରଦାନ କରାଯାଏ। କିନ୍ତୁ ଏ ତାମସିକ ବ୍ୟକ୍ତିଗଣ ବିଷ୍ଣୁ ଦୀକ୍ଷାରେ ଦୀକ୍ଷିତ ହେଲା ପରେ ନିଜକୁ ବୈଷ୍ଣବ ଜ୍ଞାନ କରନ୍ତି ଏବଂ ବ୍ରାହ୍ମଣ ଠାରୁ ଅତି ଶ୍ରେଷ୍ଠ ଜ୍ଞାନ କରି ନିଜର ପଦ ପ୍ରତିଷ୍ଠାକୁ ଆଶ୍ରୟ କରି ଅହଙ୍କାରୀ ବ୍ୟକ୍ତି ଅହଙ୍କାରର ବଶୀଭୂତ ହୋଇକି ତାହାକୁ କର୍ଣ୍ଣ ମନ୍ତ୍ର ପ୍ରଦାନ କରେ, ତା ଘର ଯାଇକି ଯଜ୍ଞ ଆଦି କରିକି ତାର ଘର ପ୍ରତିଷ୍ଠା କରିଦିଏ, ତାର ବିଭିନ୍ନ ପ୍ରକାର ଜ୍ୟୋତିଷ ଶାସ୍ତ୍ର ଦେଖିକି କାହାକୁ ବିଭିନ୍ନ ପ୍ରକାର କର୍ମ ଆଦି ବିଭିନ୍ନ ପ୍ରକାର କାହାର ରାହୁ ପାଇଁ, କାହାର ଶନି ପାଇଁ, କାହାର କେତୁ ପାଇଁ ବୋଲି ସବୁ ଯଜ୍ଞ ଆଦି କରନ୍ତି। ତାର ପରିଣାମ କିଏ ଭୋଗ କରିବାକୁ? ତାର ସବୁ ଗୁଡାକ ପରିଣାମ ଆଜି ନହେଲେ ମଧ୍ୟ କାଲି ତାକୁ ହିଁ ଭୋଗ କରିବାକୁ। ଏହା କାଳଚକ୍ରର ନିୟମ। এই କାଳଚକ୍ରର ନିୟମରୁ କେହି ଗର୍ବ କରନ୍ତି। କାଳଚକ୍ରର ନିୟମରୁ କେହି କେବେ ହେଲେ ମଧ୍ୟ ନିସ୍ତାର ପାଇପାରିବେ ନାହିଁ। ଆଜି ନହେଲେ ମଧ୍ୟ କାଲି ଭୋଗ କରିବାକୁ ପଡିବ। ସେଥିପାଇଁ ଭଗବାନ ସ୍ୱେ ଅଧିକାରେ ଯା ନିଷ୍ଠା ଗୁଣ ପରିକର୍ତ୍ତିତା ବିପର୍ଯ୍ୟୟସ୍ତୁ ତଦ୍ ଦ୍ୱିଗୁଣ। ନିଜ ନିଜର ବର୍ଣ୍ଣ ଧର୍ମ ଆଶ୍ରମ ଅନୁସାରେ ଯଦି କର୍ମ କରିବାର ଅଛି, ଦୀକ୍ଷିତ ହୁଅନ୍ତୁ ନା କାହିଁକି, ସେଇ କର୍ମରେ ଆମମାନଙ୍କୁ ଲିପ୍ତ ହେବାକୁ ପଡିବ। କିନ୍ତୁ ଯେଉଁମାନେ ଅହଙ୍କାରର ବଶୀଭୂତ ଏଇ ସମସ୍ତ କର୍ମ କରନ୍ତି, ଆଜି ନହେଲେ ମଧ୍ୟ ତାଙ୍କୁ ସପରିବାର ସହିତ ଏଇ ସମସ୍ତ ଉପଭୋଗ କରିବାକୁ ପଡିବ। ଆମମାନେ ଆଖିରେ ଶୁଣି ଆସିଥିଲୁ, ଆଖିରେ ଦେଖୁଛୁ, ଏବେ ମଧ୍ୟ ଦେଖୁଛୁ ତାର ପରିଣାମ କିପରି ଭୋଗ କରୁଛନ୍ତି। ସେଥିପାଇଁ ଏସବୁ ବିଷୟରେ ସବୁବେଳେ ସାବଧାନ। ଆମେ ମନ୍ତ୍ର ଦୀକ୍ଷା ନେଲେ, ଆମେ ବିଷ୍ଣୁ ଧର୍ମରେ ଆଶ୍ରିତ ହେଲେ, ବୈଷ୍ଣବ ହେଲେ, ଆମେ କେବଳ ଭଗବାନଙ୍କର ଆରାଧନା କରିବା ପାଇଁ, ନତୁ ଅନ୍ୟାନ୍ୟ କର୍ମ କରିକି ପଇସା ଇନକମ୍ କରି ଘର ଚଳିବା ପାଇଁ ନୁହଁ, କି ସେ ପଇସାରେ ଏନ୍ଜୟ କରିବା ପାଇଁ ନୁହଁ। ସେଥିପାଇଁ ଏ ସମସ୍ତ ବିଷୟ ସବୁବେଳେ ସାବଧାନ। ଆମମାନଙ୍କୁ ସବୁବେଳେ ସତର୍କ ରହିବାକୁ ପଡିବ ଏ ସମସ୍ତ ବିଷୟରେ। ଯଦି ଆର ଅପବ୍ୟବହାର କରିବା ତାହେଲେ ଆର ପରିଣାମ ସମୟର କାଳ ଚକ୍ର। ଚକ୍ର ମାନେ କହିଲେ କଣ? ଚକ୍ର କହିଲେ ଗୋଲ, ରାଉଣ୍ଡ। ଏଇ ଚକ୍ର ସବୁବେଳେ ଘୁରି ବୁଲୁଛି। ଏଇ ଚକ୍ର ଭିତରେ ଆମମାନଙ୍କର କାର୍ଯ୍ୟକଳାପର ପରିଣାମ ରହିଛି। ତେଣୁ ଯେତେବେଳେ ଏ ଚକ୍ର ଛୋଟିଆ ଚକ୍ରରେ ନାହିଁ, ପ୍ରତି ସେକେଣ୍ଡରେ ଆମ ପାଖକୁ ପହଞ୍ଚିଯିବ ସେ ପଏଣ୍ଟଟା। ଇଏ ହଉଛି ବହୁତ ବିରାଟ ବଡ ଚକ୍ର। ଯେ ପ୍ରକାର ବୃହସ୍ପତି ଗୋଟେ ବର୍ଷରେ ଗୋଟିଏ ସ୍ଥାନରେ ରହିଲେ ନେକ୍ସଟ ବର୍ଷକୁ ତାଙ୍କୁ ସେଇ ସ୍ଥାନକୁ ପୁଣି ଆଉଥରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଗୋଟେ ବର୍ଷ ଲାଗିଯାଏ। ଯେ ପ୍ରକାର ଶନି ଯେଉଁ ସ୍ଥାନରେ ଆଜି ବାସ କରୁଛନ୍ତି ସେଇ ସ୍ଥାନକୁ ପୁନଃ ବୁଲି ଆସିଲା ତାଙ୍କୁ ମିନିମମ୍ 19 ବର୍ଷ ଲାଗିଯାଏ। ଶୁକ୍ରକୁ 16 ବର୍ଷ ଲାଗିଯାଏ। ଏଇ ପ୍ରକାର ଭାବରେ ଠିକ ସେଇ ପ୍ରକାର ଆମେ ଯୋଉ କର୍ମ କରିଚାଲୁଛେ, ସେ କର୍ମର ପରିଣାମ ଭୋଗ କରିବା ପାଇଁ ଆମକୁ କିଏ ଜାଣିଛି 12 ବର୍ଷ ପରେ ଆସିବ କି 16 ବର୍ଷ ପରେ ଆସିବ କି 10 ବର୍ଷ ପରେ ଆସିବ, କିନ୍ତୁ ଆସିବ ତ ନିଶ୍ଚୟ, ସେଥିରେ କୌଣସି ସନ୍ଦେହ ନାହିଁ। ସେଥିପାଇଁ ଆମମାନଙ୍କୁ ସବୁବେଳେ ସାବଧାନ ଏ ସମସ୍ତ ବିଷୟରେ। ଆଉ ଯୋଉ ଦିନ ଆସିକି ସେ ପଏଣ୍ଟରେ ଆମେ ପହଞ୍ଚିଯିବା, ତାର ପରିଣାମ ଆମମାନଙ୍କୁ ଭୋଗ କରିବାକୁ ପଡିବ। ତେଣୁ ବୈଷ୍ଣବ ଦୀକ୍ଷାରେ ଦୀକ୍ଷିତ ହେଇଛେ, ତୃଣାଦପି ଶୁନିଚେ ବା ତରରପି ସହିଷ୍ଣୁନା ଅମାନିନା ମାନଦେନ କୀର୍ତ୍ତନୀୟ ସଦାହରି। ଏଇ ତୃଣାଦପି, ତୃଣ ଠାରୁ ମଧ୍ୟ ଆହୁରି ନିଜକୁ ଅତ୍ୟନ୍ତ ହୀନ ଜ୍ଞାନ କରିବା। ବୃକ୍ଷ ଭଳି ସହନ କରିବା। କାହିଁକି କିଏ ଆମକୁ ପଦେ କହିଦେଲା, କିଏ ଆମକୁ ଗାଳି କରିଦେଲା, ମୁଁ ଏତେ ଭଜନ କରୁଛି, ମୁଁ ବଡ ବୈଷ୍ଣବ, ମୁଁ ନିରାମିଷ ଖାଉଛି, ସେମାନେ ସବୁ ଅନ୍ୟାନ୍ୟ କର୍ମରେ ଡୁବିକି ରହିଛନ୍ତି, ଆମିଷ ଖାଉଛନ୍ତି, ତେଣୁ ସେମାନଙ୍କର ମତେ ଗାଳି କରିଦେଲେ ସେମାନଙ୍କର ଅମଙ୍ଗଳ ହବ ନିଶ୍ଚୟ। ଏଇ ପ୍ରକାର ଚିତ୍ତବୃତ୍ତି ଯୋଉମାନଙ୍କ ରହିଛି ସେମାନେ ବୈଷ୍ଣବ ହେଇପାରିବେ ନାହିଁ। ବୈଷ୍ଣବ ମୂଳ ଗୁଣ ହଉଛି ତୃଣ ଠାରୁ
ନିଜକୁ ଦୈନ୍ୟମନ କରିବା, ମୋର କୌଣସି ଯୋଗ୍ୟବାନ ହୋଇକି ମଧ୍ୟ ଯୋଗ୍ୟତା ନାହିଁ ବୋଲି ସବୁବେଳେ ବିଚାର କରିବା। ଭୁଲ ନଥାଇକି ମଧ୍ୟ ମୁଁ ହିଁ ଭୁଲ, ଏଇ ପ୍ରକାର ଜ୍ଞାନରେ ଜ୍ଞାନୀ ହବା। ଠିକ ଥାଇକି ମଧ୍ୟ ଗାଳି ଶୁଣିବା ଦ୍ୱାରା, ଠିକ ଥାଇକି ମଧ୍ୟ ଆମ ନିନ୍ଦା ଅପଦସ୍ଥ ଶୁଣିବା ଦ୍ୱାରା ତାକୁ ସହନ କରିବାର ଗୁଣ ସ୍ୱୀକାର କରିବା ହଉଛି ବୈଷ୍ଣବତା। ତେଣୁ ମହାପ୍ରଭୁଙ୍କର ଶିକ୍ଷାଷ୍ଟକ ମଧ୍ୟରେ ମୂଳ ମନ୍ତ୍ର ହଉଛି ଋଣାଦପି ସୁନିଚେନ ତରୋରପି ସହିଷ୍ଣୁନା ଅମାନିନା କୀର୍ତ୍ତନ୍ୟ ସଦା ହରିଃ। ତୃଣ ଠାରୁ ଅତି ହୀନ ହବା, ନିଜର ଅହଙ୍କାର ଆସିବନି, ମୁଁ ଛୋଟ ଏକା ସମସ୍ତଙ୍କୁ ମନେ ହବ। ଋଣାଦପି ତରୋରପି ସହିଷ୍ଣୁନା, ବୃକ୍ଷ ଠାରୁ ଅଧିକ ସହନ କରିବାକୁ ପଡିବ। ବୃକ୍ଷକୁ କାଟିଦେଲେ ମଧ୍ୟ ସେ ଆମକୁ ଜାଳେଣୀରେ ସହାୟକ ହୁଏ, କାଟିଦେଲା ପରେ ମଧ୍ୟ ସେ ଜାଳେଣୀରେ ସହାୟକ ହୁଏ। ଶୋଇବା ପାଇଁ ପଲଙ୍କରେ ପରିବର୍ତ୍ତନ ହେଇଯାଏ। କାଟିବା ପୂର୍ବରୁ ସେ ଆମକୁ ଛାୟା ପ୍ରଦାନ କରେ, ଫଳ ପ୍ରଦାନ କରେ। ଟେକା ମାରିକି ଫଳ ଦେଲେ ମଧ୍ୟ, ଟେକା ମାରିଲେ ମଧ୍ୟ ସେ ଆମକୁ ଫଳ ପ୍ରଦାନ କରେ। ଏଇ ପ୍ରକାର ସହନ କରିବା ଶକ୍ତି ବୃକ୍ଷ ଠାରୁ ସ୍ୱୀକାର କରିବା, ତାହେଲେ ଯାଇକି ଆମେ ବୈଷ୍ଣବ ହେଇପାରିବା। ବୈଷ୍ଣବ ଦୀକ୍ଷାରେ ଦୀକ୍ଷିତ ବୋଲି ଆମେ ନିଜକୁ ପ୍ରମାଣିତ କରିପାରିବା ଏବଂ ନିର୍ଗୁଣ ବୈଷ୍ଣବ ଦୀକ୍ଷା ସେତେବେଳେ ସମ୍ଭବ ଏଇ ସମସ୍ତ ଗୁଣ ଯେତେବେଳେ ଆମେ ଧୀରେ ଧୀରେ ଅଭ୍ୟାସ କରିବା। ତେଣୁ ଦୀକ୍ଷିତ ହେବା ସମୟରେ ଆମମାନଙ୍କୁ ଗୁରୁଦେବ ସାତ୍ବିକ ଦୀକ୍ଷା ପ୍ରଦାନ କରିଥାନ୍ତି। এই ସାତ୍ବିକ ଦୀକ୍ଷାକୁ ଯଦି ଆମେ କଣ୍ଟିନ୍ୟୁ ରଖିବା ତାହେଲେ ନିର୍ଗୁଣ ଦୀକ୍ଷାରେ ପରିଣତ ହବା ଆମର ସାଧନ ଦ୍ୱାରା। ଏବଂ ସାତ୍ବିକ ଦୀକ୍ଷା ଯଦି ଆମେ ନିଜେ ରକ୍ଷା କରିପାରିବାନି ତାହେଲେ ଇଏ ରାଜସିକରୁ ତାମସିକ ଗୁଣକୁ ପଳେଇ ଆସିବ, ଅହଙ୍କାରରେ ବଶୀଭୂତ ହେବ ଏବଂ ବିଭିନ୍ନ ପ୍ରକାର ଅକର୍ମ କୁକର୍ମରେ ଲାଗିକି ରହିବ। ସେଥିପାଇଁ ସବୁବେଳେ ସାବଧାନ। ହରି କଥା ହଉଛି ଆମମାନଙ୍କର ଜୀବନ। ହରି କଥା ସବୁବେଳେ ପଞ୍ଚୁଆଲିଟି ହେବା ଦରକାର, ସମୟାନୁବର୍ତ୍ତିତା। କିଏ ଆସନ୍ତୁ ନ ଆସନ୍ତୁ, ମୋର କର୍ତ୍ତବ୍ୟ ଠିକ ଟାଇମରେ ଜଏନ କରିବା। ଯେ ପ୍ରକାର ଆଜି 5:30 କୌଣସି ବ୍ୟକ୍ତି ନଥିଲେ, କେବଳ 2 ଜଣ ମାତ୍ର ଥିଲେ। କିଏ 10 ମିନିଟ ପରେ, କିଏ ଅଧଘଣ୍ଟା ପରେ, କିଏ 40 ମିନିଟ ପରେ, କିଏ 15 ମିନିଟ ପରେ, କିଏ 10 ମିନିଟ ପରେ, 6 ମିନିଟ ପରେ ଆସିଲେ। ଆମ ଭିତରେ ସମୟାନୁବର୍ତ୍ତିତା ନାହିଁ। ଆମମାନଙ୍କ ଭିତରେ ସେଇ ଦୃଢ ଶ୍ରଦ୍ଧାର ଅଭାବ, ଆମମାନଙ୍କ ଭିତରେ ସେଇ ଦୃଢ ବିଶ୍ୱାସର ଅଭାବ। ଏଇ ଦୃଢ ଶ୍ରଦ୍ଧା ଏବଂ ଦୃଢ ବିଶ୍ୱାସର ଅଭାବ ହେତୁ ଆମମାନେ ସମସ୍ତ କର୍ମ କରିବା ସତ୍ତ୍ୱେ ମଧ୍ୟ ଆମମାନଙ୍କର ଜୀବନ ଆଗକୁ ବଢି ପାରୁନି, ଆମମାନଙ୍କର କାମନା ଠିକରେ ପୂର୍ଣ୍ଣ ହେଇପାରୁନି। ପୂର୍ବରୁ ଯୋଉ ଆମେ ଆଲୋଚନା କଲେ, ନିଜର କାମନା ଯେତେବେଳେ ସମ୍ଭବ ପୂର୍ଣ୍ଣ ହବ ଯେତେବେଳେ ଦୃଢ ଶ୍ରଦ୍ଧା ଏବଂ ଦୃଢ ବିଶ୍ୱାସର ପରିପୂର୍ଣ୍ଣତା ପ୍ରକାଶ କରେ। ସେଥିପାଇଁ ଆମେ ସବରୀଙ୍କର କଥା ଆଲୋଚନା କଲେ ଏବଂ ପ୍ରହ୍ଲାଦ ମହାରାଜଙ୍କ ଚରିତ୍ର ତ କଣ, ପାହାଡ ଉପରୁ ଫୋପାଡ଼ି ଦେଲା ପରେ ମଧ୍ୟ ତାଙ୍କ ଭିତରେ ବିଶ୍ୱାସର ଭାବ ହେଇନି। ସମ୍ପୂର୍ଣ୍ଣ ଅନ୍ଧକାର ପ୍ରକୋଷ୍ଠରେ ନାଗସାପ ମାନଙ୍କ ଦ୍ୱାରା ପରିବେଷ୍ଟ ଦେଇକି ଥିବା ପ୍ରକୋଷ୍ଠ ଭିତରେ ତାଙ୍କୁ ଛାଡି ଦିଆଗଲା ପରେ ମଧ୍ୟ ତାଙ୍କର ବିଶ୍ୱାସର ଭାବ ହେଇନି। ଏଥିପାଇଁ ସେମାନେ ପ୍ରତି ମୁହୂର୍ତ୍ତରେ ପ୍ରତି କାର୍ଯ୍ୟରେ ସକ୍ସେସ ହେଇ ଆଗକୁ ବଢି ଚାଲିଛନ୍ତି। ଏବଂ ସୁଦାମାଙ୍କର ଚରିତ୍ର ଯୋଉ ଆମେ ଆଲୋଚନା କଲେ, ସେ ସୁଦାମାଙ୍କର ଚରିତ୍ର ବି ଦେଖାଯାଉ। ସେଥିପାଇଁ ଏହାର କଣ, ସୁଦାମା ଆଜି କେତେ ବଡ ଭକ୍ତ ହେଲେ। ପ୍ରହ୍ଲାଦ ମହାରାଜଙ୍କର ଜୀବନ ଚରିତ୍ରକୁ ଦେଖିଲେ, ସବରୀଙ୍କର ଜୀବନ ଚରିତ୍ର ଦେଖିଲେ, ତାଙ୍କ ଭିତରେ କଣ ଗୁଣ ଥିଲା? କଣ ଗୁଣ ଥିଲା? ପ୍ରହ୍ଲାଦ ମହାରାଜ ତ ଅସୁର କୁଳରେ ଜନ୍ମ, ସବରୀ ତ ଶବର କୁଳରେ ଜନ୍ମ। ସୁଦାମା ବ୍ରାହ୍ମଣ କୁଳ ଜନ୍ମ ହେଇଥିଲେ ମଧ୍ୟ ସେ ଅତ୍ୟନ୍ତ ଦରିଦ୍ର ଦିନହୀନ। ତେଣୁ ଜାତି ପ୍ରଥାର, କୁଳର, ବର୍ଣ୍ଣ ଧର୍ମର ଏଠି କଥା ନାହିଁ। କଥା ହଉଛି ଦୃଢ ବିଶ୍ୱାସ ଏବଂ ଦୃଢ ଶ୍ରଦ୍ଧା। ଏଇ ଦୃଢ ବିଶ୍ୱାସ, ଦୃଢ ଶ୍ରଦ୍ଧା ହିଁ ଆମମାନଙ୍କୁ ଆଗକୁ ଉତ୍ତର ବଢେଇ ନବ ଏବଂ ଆମ ମାନଙ୍କର ଥିବା ଅପୂର୍ଣ୍ଣ କାମକୁ ପୂର୍ଣ୍ଣ ରୂପରେ ପରିପ୍ରକାଶ କରେଇ ଦେଇପାରିବ। ଏହା ଛଡା ଅନ୍ୟ କୌଣସି ଉପାୟ ନାହିଁ। ଏ ଦୃଢ ଶ୍ରଦ୍ଧା, ଦୃଢ ବିଶ୍ୱାସକୁ ଆଣିବା ପାଇଁ ହେଲେ ଆମମାନଙ୍କୁ ଗୁରୁ ବୈଷ୍ଣବଙ୍କର କୃପାର ଆବଶ୍ୟକତା ରହିଛି, ସମୟାନୁବର୍ତ୍ତିତାର ଆବଶ୍ୟକତା ରହିଛି। ଯଦି ସମୟାନୁବର୍ତ୍ତିତା ହବା, ସମୟ ଅନୁସାରେ ଯଦି ଆମେ ଠିକ ରୂପରେ ପରିଚାଳିତ ହବା, ତାହେଲେ ଏକଦମ 80% ଆମର ସକ୍ସେସ ହେଇଯିବ। ଯଦି ଆମ ଭିତରେ ଡୁପ୍ଲିସିଟ ରହିଛି, ଠକିବାର ପ୍ରବୃତ୍ତି ରହିଛି, ତାହେଲେ
ଏମାନେ କେତେ କର୍ମ କରନ୍ତୁ, ଲକ୍ଷ ଲକ୍ଷ ଜପ ବି କରନ୍ତୁ ନା କାହିଁକି, ଏମାନଙ୍କର ଉତ୍ତରୋତ୍ତର ବୃଦ୍ଧି ହବା ବହୁତ ଶଙ୍କା ରହିଛି। ତେଣୁ ଏଇ ଯୋଉ 40 ଦିନ କଥା କୁହାଗଲା, ଏଇ 40 ଦିନ ମଧ୍ୟରୁ ସପ୍ତମୀ ଠାରୁ ଆରମ୍ଭ କରି ପୌର ପୂର୍ଣ୍ଣିମା ପର୍ଯ୍ୟନ୍ତ 9 ଦିନର କାଳଖଣ୍ଡ ବହୁତ ବହୁତ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ କାଳଖଣ୍ଡ। ଏଇ କାଳଖଣ୍ଡରେ ଦୃଢ ବିଶ୍ୱାସ, ଦୃଢ ଶ୍ରଦ୍ଧା ସହକାରେ ଯୋଉମାନେ ସାଧନ ଭଜନ ଆଦି କରନ୍ତି, ସେମାନେ ନିଜର କାମନାକୁ ଅଚିରାତରେ ପୂର୍ଣ୍ଣ କରିବାରେ ସକ୍ଷମ ହେଇଥାନ୍ତି। ସେଥିପାଇଁ ଏଇ ସମସ୍ତ ମୂଲ୍ୟବାନ ସମୟକୁ ବୃଥାରେ ଅପଚୟ ନ କରି ତାର ବାସ୍ତବିକ এই ପ୍ରକାର ବ୍ୟବହାର କରି ଫାଇଦା ଉଠେଇବା ହଉଛି ଚତୁର ବ୍ୟକ୍ତି ମାନଙ୍କର କର୍ମ। ଗୌର ପ୍ରେମାନନ୍ଦେ ହରି ହରି ଧର କୀର୍ତ୍ତନ।